ବୈପାରିଗୁଡ଼ା ଅବକାରୀ ଥାନା ଅଞ୍ଚଳର ଗାଁ ଗାଁରେ ବେଆଇନ ଭାବେ ଖୋଲମଖୋଲା ଚାଲିଛି ବିଦେଶୀ ମଦ ବେପାର। ଜାଣିଶୁଣି ଚୁପ୍ ବସିଛି ଅବକାରୀ ବିଭାଗ। ଅବକାରୀ ବିଭାଗ ପାଖରେ ଏହାର ଖବର ରହୁଥିଲେ ମଧ୍ୟ ମଦ ମାଫିଆମାନଙ୍କଠାରୁ ପ୍ରତି ମାସରେ ବଟି ନେଇ ଜାଣିଶୁଣି ଚୁପ୍ ରହିଥିବା ସୂଚନା ମିଳିଛି। ବୈପାରିଗୁଡ଼ା ବ୍ଲକରେ 20 ଗୋଟି ଗ୍ରାମ ପଞ୍ଚାୟତ ରହିଛି। ଗ୍ରାମାଞ୍ଚଳଗୁଡ଼ିକରେ ଦିନକୁ ଦିନ ମଦ ବିକ୍ରି ପାଇଁ ବୃଦ୍ଧି ପାଉଛି, ହେଲେ ଅବକାରୀ ବିଭାଗୀୟ ଅଧିକାରୀ ମଦ ମାଫିଆଙ୍କୁ ଗିରଫ କରିବା ବଦଳରେ ମଦ ମାଫିଆଙ୍କଠାରୁ ପ୍ରତ୍ୟେକ ମାସରେ ମାସିକ ଚାନ୍ଦା ନେଉଥିବା ଜଣାପଡ଼ିଛି, ଯାହା କଲ୍ ରେକର୍ଡ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ବୈପାରିଗୁଡ଼ା ଅବକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଅବକାରୀ ଥାନା ଅଧିକାରୀ ପ୍ରାୟ 3 ବର୍ଷ ହେବ ରହିଛନ୍ତି ଏବଂ ବିଭିନ୍ନ ଗ୍ରାମରେ ମଦ ବିକୁଥିବା ବେପାରୀଙ୍କଠାରୁ ମାସିକ ଚାନ୍ଦା ଆଦାୟ କରୁଛନ୍ତି। ଯଦି କୌଣସି ବେପାରୀ ମାସିକ ଚାନ୍ଦା ନ ଦିଅନ୍ତି ତେବେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଚଢ଼ାଉ କରୁଥିବା ବିଷୟରେ ବ୍ୟବସାୟୀଙ୍କ ମହଲରେ ଆଲୋଚନା ହେଉଛି। ମଦ ମାଫିଆ ଓ ଅବକାରୀ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ରହିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ବୈପାରିଗୁଡ଼ାରୁ ଗୋବିନ୍ଦ ତ୍ରିପାଠୀଙ୍କ ରିପୋର୍ଟ, ବିକଳ୍ପ ସମାଚାର।